ମୋ ନାଁ ନାରାୟଣ ଚନ୍ଦ୍ର ସାହୁ। ମୁଁ ଚରମ୍ପା କଲେଜରେ +3 ପଢ଼ୁଛି ବର୍ତ୍ତମାନ। ସେ ଯିଏ ଏକ୍ସପାୟାର କରିଲେ ସେ ମୋ ସାଙ୍ଗ ଥିଲେ, ଶିବସୁନ୍ଦର ମହାପାତ୍ର। ସାଙ୍ଗ ହିସାବରେ ବହୁତ ଭଲ ସାଙ୍ଗ। ସେ ଗୋଟେ ମାନେ ବିପଦ ସମୟରେ କହିଲା ମାତ୍ରେ ଆସି ପହଞ୍ଚିଯାଏ। କେବେ ତା ମନରେ ଗୋଟେ ଦୁଃଖ ନଥିଲା ଯେ କୌଣସି ସମୟରେ ଦୁଃଖ ନାହିଁ। ଆମ ଜୀବନ ପ୍ରତ୍ୟେକ ମଣିଷ ଜୀବନ ଦୁଃଖ ଥାଏ, କିନ୍ତୁ ଆମେ ତା ମୁହଁ ଦେଖିନେ ଯେ କେତେବେଳେ ଆମ ଦୁଃଖ ବି ଦୂରେଇଯାଏ। ତା ଲାଗେ ତା ଜୀବନରେ ଦୁଃଖ ନାହିଁ କିଛି, ସବୁବେଳେ ମୁହଁ ହସ ହସିଲା ମୁହଁ। ଅପେକ୍ଷା କରିଥିବ, ହଁ ସାଙ୍ଗ ଯାଉଛି ତ ଅପେକ୍ଷା କର, ଯାଉଛି 10 ମିନିଟ୍ 15 ମିନିଟ୍ ପହଞ୍ଚୁଛି। ଅପେକ୍ଷା କହି ମିଛ ସତ ଯୋଡ଼ି ଆମେ ଅଧଘଣ୍ଟା 45 ମିନିଟ୍ ଛିଡ଼ା କରିଥିବୁ, ସାଙ୍ଗକୁ ଛିଡ଼ା କରିଦେଇଥିବୁ, ଅପେକ୍ଷା କରିଥିବୁ। ଆଜି ତା'ର ଏଇ ପରିସ୍ଥିତି ଘଟିଯାଇଛି। ଭଗବାନ ଆତ୍ମା ଏଇ ଘଟଣାଟି ମୁଁ ଆସିକି ସାଙ୍ଗସାଥିଙ୍କୁ ବୁଝିବାକୁ, ତାଙ୍କ ପରିବାର ଲୋକଙ୍କୁ ପଚାରିବାରୁ ଜଣାପଡ଼ିଲା ଯେ ଛକରେ 3 ଜଣ ସାଙ୍ଗ ଆଉ 2 ଜଣ ସାଙ୍ଗ ଗୋଟେ ନୂଆ ବାଇକ୍ରେ ଯାଉଥିବା ସମୟରେ କୌଣସି କାରଣବଶତଃ ଅସାବଧାନତା ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ପ୍ରାୟ ଲାଗୁଛି ଭଗବାନ ତାଙ୍କ ଇଚ୍ଛା ଥିଲା ଯେ ଗାଡ଼ି ବିଷୟରେ ମୁଁ ଏତେ ଧାରଣା ନାହିଁ, ତଥାପି ଜଣାପଡ଼ୁଛି ନୂଆ ଗାଡ଼ି ଯାହା ଜଣାପଡ଼ିଛି, କିନ୍ତୁ ଆଉ ଏତେ ଧାରଣା ନାହିଁ ଯେ କେଉଁ ଗାଡ଼ି, କିନ୍ତୁ ନୂଆ ଗାଡ଼ି ଥିଲା ଗାଡ଼ିରେ। ବାସ୍ ମୁଁ ଏତିକି ଜାଣିଛି। ଏତିକି କହିବି ଯେ ଭଗବାନ ମୋ ସାଙ୍ଗର ଆତ୍ମାକୁ ଯଦି ଠିକ୍ ତାଙ୍କ ଆତ୍ମା ଯେମିତି ଶାନ୍ତି ପାଇପାରିବ ଟିକେ ଚେଷ୍ଟା କରନ୍ତୁ। ସମସ୍ତେ ପ୍ରେରଣା, ସମସ୍ତେ ଆମେ ଠାକୁରଙ୍କ ପାଖରେ ଏତିକି ଗୁହାରି କରିବା ତାଙ୍କ ଆତ୍ମାକୁ ସଦ୍ବୁଦ୍ଧି ଦିଅନ୍ତୁ ଏବଂ ଠିକ୍ ଆଶୀର୍ବାଦ କରିଦିଅନ୍ତୁ।